ଖରା ଗରମରେ ଯଦି ଏଇଭଳି ଭାବରେ ଥଣ୍ଡା ଥଣ୍ଡା ପାଳୁଅ ସରବତଟିଏ ହେଇଯାଏ ପେଟ ମନ ପୁରା ଶାନ୍ତି ରହିବ। ସେଥିପାଇଁ ଆପଣମାନେ ପାଳୁଅ ଗୋଟେ କପ୍ ନେଇକି ପାଣି ଦେଇକି ଏହାକୁ କଭର କରିକି 10ରୁ 15 ମିନିଟ୍ ରଖିନେବେ। ଉପର ପାଣିଟିକୁ ବାହାର କରିଦେବେ। ଉପର ପାଣିଟିକୁ ବାହାର କରିଦେଲେ କଷା ଲାଗିବନି। ଆଉ ଗୋଟେ କପ୍ ପାଣି ଦେଇକି ଆଉ 10ରୁ 15 ମିନିଟ୍ ରଖିନେବେ କଭର କରିକି। ଏହାପରେ ଉପର ପାଣିଟିକୁ ବାହାର କରିଦେବେ। ମଣ୍ଡଟିକୁ ଆପଣମାନେ ରଖିବେ। ଦେଖନ୍ତୁ ଏଥିରେ ଆମେ ଆଉ ଗୋଟେ କପ୍ ପାଣି ଦେଇକି ଗୋଳେଇକି ରଖିଦେବା। କଡ଼େଇରେ 1/4 କପ୍ ପାଣି ଦେଇଦେବା। ସ୍ୱାଦ ଅନୁଯାୟୀ ଲୁଣ ଦେଇକି ପାଳୁଅକୁ ଛାଣିକି ଆପଣମାନେ ଦେଇଦେବେ। ଯେତିକି ଅପରିଷ୍କାର ଥିବ ବାହାରି ଆସିବ। ଗ୍ୟାସ୍ ଫ୍ଲେମ୍କୁ ଲୋ ରଖିବେ। ସ୍ୱାଦ ଅନୁଯାୟୀ ଚିନି ଦେଇଦେବେ। ପାଳୁଅ ଝରାଟି ଟିକେ ମିଠା ଲାଗିବା ପାଇଁ ଚିନି ଦେବେ। ଯେତିକି ମିଠା ଖାଇବେ ଲୋ ଫ୍ଲେମ୍ରେ ଭଲ ଭାବରେ ଆପଣମାନେ ଗୋଳେଇ ନେବେ। କଣ୍ଟିନ୍ୟୁଅସଲି ଗୋଳେଇବେ, ନଚେତ୍ ତଳୁ ଲାଗିଯିବ। ଦେଖନ୍ତୁ ପାଳୁଅ ସିଝିଗଲା ପରେ ଆପଣମାନେ ଥଣ୍ଡା ପାଣିରେ ଟିକେ ବରଫ ଦେଇଦେବେ। ସେଉ ମେକରରେ ଆପଣମାନେ ପାଳୁଅକୁ ଦେଇକି ପାଳୁଅ ଝରା ବନେଇବେ। ଥଣ୍ଡା ପାଣିରେ ପାଳୁଅ ଝରାକୁ ଏଭଳି ଭାବରେ ବନେଇକି ରେଡ଼ି କରିନେବେ। ଦେଖନ୍ତୁ ପାଳୁଅ ଝରା ବିଲକୁଲ ରେଡ଼ି ହେଇଗଲା। ଏବେ ସରବତ ପାଇଁ ମୁଁ ଏଇଠି ନଣ୍ଡା ବଗୁଲିକି ଭିଜେଇକି ରଖିଥିଲି ତାକୁ ଦେଇଛି, ଚିନି ଦେଇଛି, ଦହି ଦେଇଛି, ନଡ଼ିଆ କୋରା ଦେଇଛି, କ୍ଷୀର ଛେନା ଦେଇଛି। ଦହି ଛେନା ଯଦି ଆପଣଙ୍କ ପାଖରେ ଅଛି ଦେଇପାରିବେ। କାଜୁ କିସମିସକି ଭିଜେଇକି ଦେଇଦେବେ। ଗୁଜୁରାତି ଗୁଣ୍ଡ ଦେଇଦେବେ। ଭଲ ଭାବରେ ଏହାକୁ ମିଶାଇ ନେବେ। ଏବେ ସେଥିରେ ଥଣ୍ଡା ପାଣି ଅଳ୍ପ ଦେଇଦେବା। ବେଶୀ ପାଣିଆ କରିବେନି। ଏଭଳି ଭାବରେ ବହଳିଆ ରଖିବେ। ଗ୍ଲାସରେ ବରଫ ଖଣ୍ଡ ଦେଇଦେବା। ତାପରେ ପାଳୁଅ ଝରାକୁ ଦେଇଦେବା। ସରବତ ବନେଇକି ରଖିଥିଲେ ତାକୁ ମଧ୍ୟ ଦେଇଦେବା। ଉପରେ ଟିକେ ପାଳୁଅ ଝରା ଦେଇକି ଗାର୍ନିସିଂ କରିନେବା। ଚେରି ଦେଇଦେବା। ସବ୍ଜା ମଞ୍ଜି ଭିଜେଇକି ରଖିଥିଲେ ତାକୁ ମଧ୍ୟ ଅଳ୍ପ ଟିକେ ଦେଇଦେବା। କାଜୁ ଦେଇଦେବା। ଥଣ୍ଡା ଥଣ୍ଡା ପାଳୁଅ ଝରା ସରବତ ବିଲକୁଲ ରେଡ଼ି।